ସୁକିନ୍ଦା ରଥଦାଣ୍ଡରେ ମା ଖଣ୍ଡୁରାଇ ସ୍ୱର ସାଧନା କଳା ପରିଷଦ ସୁକିନ୍ଦା ପକ୍ଷରୁ ପ୍ରତିଭା ଅନ୍ୱେଷଣ। ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ଗଡ଼ରେ ସୁକିନ୍ଦା ରଥଦାଣ୍ଡରେ ମା ଖଣ୍ଡୁରାଇ ସ୍ୱର ସାଧନା କଳା ପରିଷଦ ସୁକିନ୍ଦା ପକ୍ଷରୁ ପ୍ରଥମ ବାର୍ଷିକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ମହା ଆଡ଼ମ୍ବରରେ ଉଦ୍ଘାଟିତ ହୋଇଥିବା ମଙ୍ଗଳବାର ରାତିରେ ଦେଖିବାକୁ ମିଳିଛି। ଅନୁଷ୍ଠାନର ସଭାପତି ଜଗନ୍ନାଥ ସାମଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଭା ଅନ୍ୱେଷଣ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁକିନ୍ଦା ଗଡ଼ର ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସେଣ୍ଟ ଜାଭିୟର ଖଣି ଅଞ୍ଚଳସ୍ଥିତ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରିନ୍ସିପାଲ ସଞ୍ଜୟ ରାଜ ଶଶଧର ସାମଲ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସହଯୋଗୀ କାର୍ଯ୍ୟକର୍ତ୍ତା ଜିଜ୍ଞାଂଶୁ ସାହୁ କାର୍ତ୍ତିକଲାଲ ଭଟ୍ଟାଚାର୍ଯ୍ୟ ମନୋରଞ୍ଜନ ବେହେରା ଅତିଥିମାନଙ୍କୁ ସାଂସ୍କୃତିକ ମଞ୍ଚରେ ପୁଷ୍ପଗୁଚ୍ଛ ଓ ଉତ୍ତରୀ ଦେଇ ଭବ୍ୟ ସ୍ୱାଗତ କରିବା ପରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରି ସାଂସ୍କୃତିକ ମଞ୍ଚକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରାଯିବା ପରେ ସ୍ଥାନୀୟ ଅଞ୍ଚଳର ସହିତ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ କଳାକାର ଯୋଗଦେଇ କଳା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଅତିଥିମାନଙ୍କ ଦ୍ୱାରା ସୁକିନ୍ଦା ବାସିନ୍ଦା ପ୍ରତିଭାବାନ ମହିଳା ଓ ଯୁବକମାନଙ୍କୁ ମାନପତ୍ର ପୁଷ୍ପଗୁଚ୍ଛ ଉତ୍ତରୀ ଦେଇ ସମ୍ମାନିତ କରାଇଥିବା ଦେଖିବାକୁ ମିଳିଥିଲା। ସୁକିନ୍ଦା ବାସିନ୍ଦାଙ୍କ ତରଫରୁ ଆଜି ବୁଧବାର ଶେଷ ସନ୍ଧ୍ୟାରେ ଏହି ସାଂସ୍କୃତିକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି। ଅତି ଉତ୍କୃଷ୍ଟ ଧରଣର ବିଗତ ବର୍ଷ ଅପେକ୍ଷା ଏ ବର୍ଷ ପିଲାମାନେ ବହୁତ ଆଡ଼ଭାନ୍ସ କରିଛନ୍ତି। ଗଲା ବର୍ଷ ଅପେକ୍ଷା ଏ ବର୍ଷ ତାଙ୍କ ଡ୍ୟାନ୍ସ ଗ୍ରୁପରେ ବହୁତ ଇମ୍ପ୍ରୁଭ୍ ହୋଇଛି। ଭବିଷ୍ୟତରେ ବି ବହୁତ ଇମ୍ପ୍ରୁଭ୍ କରିଯିବେ ଛୁଆ ଗୁଡ଼ିକ। ଆମର ମୋଟୋ ହେଲା, ଉଦ୍ଦେଶ୍ୟ ହେଲା ଆମର ପବ୍ଲିକ୍ ଯେଉଁ ଅର୍ଗାନାଇଜର୍ ପିଲାମାନଙ୍କୁ ଆଣିକିରି ତାଙ୍କୁ ଚିହ୍ନଟ କରିକିରି କେମିତିକା ଆମେ ଠିକ୍ ଜାଗାରେ ନେଇକି ପହଞ୍ଚାଇବା, ଏଇଟା ହେଉଛି ଆମର ଉଦ୍ଦେଶ୍ୟ। ସେଇ ଦୃଷ୍ଟିରୁ ଏ ଫଙ୍କସନ୍ଟି କରାହେଇଛି। ବର୍ଷକୁ ବର୍ଷ ସେଇଟା ଡେଭଲପ୍ ହେଉଛି, ସମସ୍ତଙ୍କର ବି ସହଯୋଗ ମିଳୁଛି। ସବୁ କଥାର ମୂଳ କଥା ହେଉଛି ପ୍ରତିଭା। ଆମର ଏ ଯେଉଁ ମଞ୍ଚଟି ବର୍ତ୍ତମାନ ହେଉଛି ଆମେ ଚଲେଇଛୁ ଆମର ସହଯୋଗୀ ଭାଇମାନଙ୍କ ଦ୍ୱାରା। ସେ ମଞ୍ଚଟିରେ ଲେଖା ହେଇଛି ପ୍ରତିଭା, ଅର୍ଥାତ୍ ସେ ବ୍ୟାନରର ନାଁଟା ହେଉଛି ସୁକିନ୍ଦା, ଭୁଲ କହିଲି, ମା ଖଣ୍ଡୁରାଇ ସ୍ୱର ସାଧନା କଳା ପରିଷଦ ସୁକିନ୍ଦା। ଅର୍ଥାତ୍ ଏଠି କଳାକୁ ବିକାଶ କରାଯିବାର ଗୋଟେ ଯୋଜନା ସେଇଟା ତିଆରି କରୁଛନ୍ତି ଆମର ଏଇ ଆରାଧ୍ୟ ଦେବୀ ସୁକିନ୍ଦାର ଅଧିଷ୍ଠାତ୍ରୀ ଦେବୀ ମା ଖଣ୍ଡୁରାଇ, ଯାହାଙ୍କ ନାଁରେ ଏଇଟା ହେଉଛି। ତେଣୁ ଏଠାରେ କେହି ଆମେ କିଛି ସହଯୋଗ କରୁନୁ। ସେ କେମିତି ହେଉଛି କ'ଣ ହେଉଛି ପ୍ରଭୁ ଜାଣେ, ସେ ମା ହିଁ ଜାଣେ। ଆଜିକି ପାଖାପାଖି 6 ବର୍ଷ ହେବ ଏ ମଞ୍ଚ ଚାଲି ଆସିଛି। ବହୁତ କିଛି ଆମର ପ୍ରତିଭା ଯେଉଁମାନେ ଅଛନ୍ତି କ୍ରୀଡ଼ାରେ ହେଉ, ଶିକ୍ଷାରେ ହେଉ କିମ୍ବା ଅନ୍ୟାନ୍ୟ କୌଣସି କୃତିତ୍ୱ ଅର୍ଜନ କରିଥାନ୍ତୁ, ସେଥିପାଇଁ ଏ ମଞ୍ଚ ଆଜିକି ଦୀର୍ଘ 6 ବର୍ଷ ହେଲାଣି ସମ୍ମାନିତ କରିବାର ଯୋଜନା ବି ରଖିଛି, ଯେଉଁଥିରେ କି ସମ୍ମାନିତ କରନ୍ତି ଆମ ସୁକିନ୍ଦାଗଡ଼ 60 କୋଶର ମୌଡ଼ମଣି ରାଜା ସାହେବ ଶ୍ରୀ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ମହାଶୟ। ସେ ଯାହା ହେଉ ତାଙ୍କର ବହୁମୂଲ୍ୟ ସମୟ ନଷ୍ଟ କରି 6 ବର୍ଷ ହେଲାଣି ପ୍ରେରଣା ଦେଉଛନ୍ତି ଏବଂ ଆମ ପଛ ଆଡ଼ୁ ସେ ଯେମିତି ପେଲିକି ରଖନ୍ତି, ସେ ଜଣେ ଖୁଣ୍ଟ ଭଳି ଠିଆ ହୋଇଛନ୍ତି। ତାଙ୍କରି ସାହସରେ ଆମେ ଆଜିକି ଦୀର୍ଘ 6 ବର୍ଷ ହେଲା ଏ ଅନୁଷ୍ଠାନ ଚାଲିଛି। ତେଣିକି ଆଗକୁ କ'ଣ ହେବ ସେ ପ୍ରଭୁଙ୍କ ଇଚ୍ଛା, ମାଆଙ୍କ ଇଚ୍ଛା।